Hallelujah. Praise the Lord. Thank you, Jesus. Praise you, Jesus. ସମସ୍ତଙ୍କୁ ଜୟ ଯୀଶୁ। ସଦୟ ଖ୍ରୀଷ୍ଟ ମଣ୍ଡଳୀ, ଆଜି ସାଧାରଣ କାଳର ପଞ୍ଚବିଂଶ ରବିବାରରେ ଆମମାନେ ପଦାର୍ପଣ କରିଅଛୁ। ତେବେ ଆଜିର ଏହି ତିନୋଟି ପଠନର ମୁଖ୍ୟ ସାରାଂଶ ହେଲା ଯେ ଯେଉଁମାନେ ଈଶ୍ୱରଙ୍କୁ ଭୟ କରନ୍ତି ସେମାନେ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତି, ସେମାନେ ଅନ୍ୟମାନଙ୍କୁ ଶୋଷଣ କରନ୍ତି ନାହିଁ, କାରଣ ଈଶ୍ୱର ସମସ୍ତଙ୍କର ପରିତ୍ରାଣର ଉତ୍ସ ଅଟନ୍ତି। ତେବେ ଆସନ୍ତୁ ଏହି ସନ୍ଦର୍ଭରେ ଆମେ ପଢ଼ିବା ସାଧୁ ଲୋକ ଲିଖିତ ସୁସମାଚାର ପାଠ ଅଧ୍ୟାୟ 16 ପଦ ସଂଖ୍ୟା 1-13 ଯାଏ। ତୁମ୍ଭେ ଏକାଧାରରେ ଈଶ୍ୱରଙ୍କର ଓ ଧନର ସେବା କରିପାରିବ ନାହିଁ। ସେ ତାହାଙ୍କର ଶିଷ୍ୟମାନଙ୍କୁ ଏହା ମଧ୍ୟ କହିଲେ, ଜଣେ ଧନୀ ବ୍ୟକ୍ତିର ଜଣେ ଦେୱାନ ଥିଲା। ସେ ତାଙ୍କର ସମ୍ପତ୍ତି ନଷ୍ଟ କରିବା ଅଭିଯୋଗରେ ଅଭିଯୁକ୍ତ ହେଲା। ସେ ତାହାଙ୍କୁ ଡାକି କହିଲେ, ତୁମ୍ଭ ନାମରେ ଏସବୁ କ'ଣ ଶୁଣାଯାଉଅଛି? ତୁମ୍ଭେ ଦେୱାନୀର ହିସାବ ଦେଇଦିଅ, କାରଣ ତୁମ୍ଭେ ଆଉ ଦେୱାନ ହୋଇ ରହିପାରିବ ନାହିଁ। ସେତେବେଳେ ଦେୱାନ ମନରେ ଭାବିଲା, ମୁଁ କ'ଣ କରିବି? ମୋ ପ୍ରଭୁ ତ ମୋ ଦେୱାନୀ କାଢ଼ି ନେଇଛନ୍ତି। ମାଟି ଖୋଳିବାକୁ ମୁଁ ତ ପାରିବି ନାହିଁ, ଭିକ୍ଷା କରିବାକୁ ଲାଜ ମାଡ଼ିବ। ଦେୱାନୀ କାର୍ଯ୍ୟରୁ ବରଖାସ୍ତ ହେବା ପରେ ଲୋକେ ଯେପରି ମୋତେ ଆଶ୍ରୟ ଦେବେ ତାହାର ଉପାୟ ମୁଁ ଜାଣେ। ସେ ମୁନିବର ପ୍ରତ୍ୟେକ ଖାତକଙ୍କୁ ଡାକି ପ୍ରଥମ ଲୋକଙ୍କୁ କହିଲା, ତୁମ୍ଭେ ମୋ ମୁନିବଠାରୁ କେତେ ଧାରିଛ? ସେ କହିଲା, 100 ମହଣ ତେଲ। ତେଣୁ ସେ ତାହାଙ୍କୁ କହିଲା, ତୁମ୍ଭେ ଖାତା ବାହାର କର, ବସି ଶୀଘ୍ର 50 ଲେଖ। ସେ ଅନ୍ୟ ଜଣଙ୍କୁ କହିଲା, ତୁମ୍ଭେ କେତେ ଧାରିଅଛ? ସେ କହିଲା, 100 ମହଣ ଗହମ। ସେ ତାହାଙ୍କୁ କହିଲା, ଖାତା ଆଣି 80 ଲେଖ। ମୁନିବ ସେହି ଅଧାର୍ମିକ ଦେୱାନୀଙ୍କୁ ବୁଦ୍ଧିର କାର୍ଯ୍ୟ କରିଛି ବୋଲି ପ୍ରଶଂସା କଲେ, କାରଣ ନିଜ କାର୍ଯ୍ୟକ୍ଷେତ୍ରରେ ଏହି ସଂସାରର ସନ୍ତାନ ଜ୍ୟୋତିର ସନ୍ତାନଠାରୁ ଅଧିକ ଦୂରଦର୍ଶୀ। ଏଥିପାଇଁ ମୁଁ ତୁମକୁ କହେ, ତୁଚ୍ଛ ଧନ ଦ୍ୱାରା ମିତ୍ର ଅର୍ଜନ କର, ଯେପରି ତୁମେମାନେ ନିଷ୍ପ ହୋଇଗଲେ ସେମାନେ ତୁମମାନଙ୍କୁ ଅନନ୍ତ ନିବାସରେ ସ୍ୱାଗତ କରନ୍ତି। ଯେ ଅଳ୍ପ କଥାରେ ବିଶ୍ୱସ୍ତ ସେ ବହୁ କଥାରେ ମଧ୍ୟ ବିଶ୍ୱସ୍ତ ହେବ। ସେ ସାମାନ୍ୟ ବିଷୟରେ ଦୋଷୀ ସେ ବଡ଼ ବିଷୟରେ ମଧ୍ୟ ଦୋଷୀ ହେବ। ପାପ ଧନ ନେଇ ଯଦି ଅବିଶ୍ୱସ୍ତ ହୋଇଅଛ, ତାହେଲେ ପାରମାର୍ଥିକ ଧନ କିପରି ତୁମମାନଙ୍କୁ ଦିଆଯିବ? ପରର ଜିନିଷ ନେଇ ଯଦି ଅବିଶ୍ୱସ୍ତ ହୋଇଅଛ, ତୁମମାନଙ୍କର ଯାହା ନିଜସ୍ୱ ତାହା କିପରି ତୁମମାନଙ୍କୁ ଦିଆଯିବ? କୌଣସି ଭୃତ୍ୟୁ 2 ମୁନିବର ସେବା କରିପାରେ ନାହିଁ, କାରଣ ସେ ହୁଏତ ଜଣକୁ ଘୃଣା କରି ଅନ୍ୟକୁ ପ୍ରେମ କରିବ, ନହେଲେ ଜଣକର ଅନୁଗତ ହୋଇ ଅନ୍ୟକୁ ତୁଚ୍ଛ ମନେ କରିବ। ଈଶ୍ୱର ଧନ ସେବା ତୁମେମାନେ କରିପାରିବ ନାହିଁ। କେତେ ସୁନ୍ଦର ବାକ୍ୟ ମୋର ପ୍ରିୟର ଭାଇ ଭଉଣୀମାନେ। ଏହି ସନ୍ଦର୍ଭରେ ଏହି ସାମ ସଙ୍ଗୀତ 112 ଅତି ସୁନ୍ଦର ବିଷୟ କୁହାଯାଏ। ହେ ଦାସ ଗଣ ପ୍ରଭୁଙ୍କର ପ୍ରଶଂସା କର, କାରଣ ଧୂଳିରୁ ଉଠାନ୍ତି ସେ ସମସ୍ତ ଦରିଦ୍ର ନର। ହେ ଦାସ ଗଣ ପ୍ରଭୁଙ୍କର ପ୍ରଶଂସା କର, କାରଣ ଧୂଳିରୁ ଉଠାନ୍ତି ସେ ସମସ୍ତ ଦରିଦ୍ର ନର। ଆଜି ପ୍ରଥମ ପଠନ ପ୍ରବକ୍ତା ଆମୋସଙ୍କ ଗ୍ରନ୍ଥରୁ ଆମେ ଦେଖିବାକୁ ପାଇବା ଯେ ଅର୍ଥ ବଳରେ ଦରିଦ୍ରମାନଙ୍କୁ କ୍ରୟ କରୁଥିବା ଲୋକମାନଙ୍କର ପ୍ରତିକୂଳରେ ଆମେମାନେ ଠିଆ ହୋଇଅଛୁ। ତେଣୁ ପ୍ରିୟର ଭାଇ ଭଉଣୀମାନେ, ଏ ଦୁନିଆରେ ଆମେମାନେ ଦେଖୁଛୁ ଆମ ଆଖି ଆଗରେ କିପରି ଅନ୍ୟାୟ, ଅନୀତି, ଦୁର୍ନୀତି ତାର ଉର୍ଦ୍ଧ୍ୱ ସୀମା ପାର କରିଅଛି। ତେଣୁ ଆଜି ନ୍ୟାୟ ବା ଲୋକମାନଙ୍କ ମଧ୍ୟରେ ଯେଉଁ ସ୍ୱଚ୍ଛତା, ଲୋକମାନଙ୍କର ଜୀବନରେ ଯେଉଁ କାର୍ଯ୍ୟ, ଅନୀତି, ଅନ୍ୟାୟ, ଦୁର୍ନୀତି ସମସ୍ତେ ପ୍ରାୟ ଲିପ୍ତ ଅଛନ୍ତି। ତେଣୁ ଈଶ୍ୱର କହନ୍ତି ଯେ ଆମେମାନେ ଯେଉଁ
दुर्नीति अन्याय अनीति करुअछ सेहा आमे माने केबे हेले पास करिबो नाही। दरिद्र मान को शोषण करी एवं अनीति अवलंबन करी जे माने प्राचुर्य अर्जन करुछंती प्रियर भाई भणी माने आज आमर ईश्वर से मान कहंती जे प्रभु जाकबंकर गौरव यही शपथ करते आमे तुमर कृत कर्म कार्य को गोटाए सुधा पास करिबो ना। इमाजिन ईश्वर जदि कहंती जे आमर समस्त जीवनर संकल्प जीवन जहा किछि अर्जन करियछु जदि आलोकर संतान भाव अर्जन करियछु ताहा तिष्टि रहिबो। तो अन्याय अनीति दुर्नीति करी अन्य को छोट करी अन्य को शोषण करी अन्यर रक्तपात करी जदि से संपत्ति अर्जन करियछु प्रियर भाई भणी माने आम मान को समस्त को संपूर्ण हिसाब देवाक अछि। तेणु ईश्वर देखंती आमर जीवन से जो माने नीतिनिष्ठ व्यक्ति माने सच्चोट व्यक्ति माने न्याय धर्म प्रभु प्रति भय करंती ईश्वर को विमुख करंती नाही। ईश्वर से मानकर उपकार से मानकर सत्यता नीतिनिष्ठ को सदासर्वदा गौरवान्वित करिथांती। किंतु असच्चोट असच्छता एवं जीवन रे विभिन्न प्रकार अनीति कार्य करी जीवन जो गौरव अर्जन करिछंती ताहा दिने ना दिने धूलिसात हेबो। तेणु प्रियर भाई भणी माने द्वितीय पठन आमे शुणिबा तिमोथी प्रति प्रेरित पालंग पत्र पाठ। आमर ईश्वर कहंती जे समस्ते स्तुति प्रशंसा धन्यवाद अर्पण करी परस्पर मध्यरे मिलीमिशी जीवन यापन कर। किए छोट किए बड़ किए गोरा किए कला किए धनी गरीब तार तारतम्य ईश्वर देखंती नाही। समस्ते जेमती परित्राण पाइबे समस्ते एकजुट हे शांति प्रेम रे वास करिवे अन्याय अनीति दुर्नीति को दूर करी ईश्वर देखुछंती भावी यदि जीवन यापन करेंगे प्रियर भाई भणी माने एही जगत एही दुनिया स्वर्ग राज्य रे परिणत हेब। तेणु आज ये द्वितीय पठन ईश्वर चाहती समस्त मुक्ति यदि समस्ते प्रार्थना स्तुति प्रशंसा धन्यवाद ईश्वर को भय प्रतिवासी को स्नेह प्रेम करती अन्याय अनीति दुर्नीति करती नाही तेबे निश्चिंत भाव रे ईश्वर जो उद्देश्य ईश्वर जो इच्छा ईश्वर जो उद्देश्य रे जगत आमको सृष्टि करिसंती ताहा निश्चिंत भाव रे स्वर्ग राज्य रे परिणत हेब। सुसमाचार आमे शुणिलु केमिति जणे दुष्ट मुनिब बा जणे देवान केमिति ईश्वर को ठकुअछि बा मालिक को ठकुअछि। तेणु आज ईश्वर आम को चेतावनी दियंती जे एही दुनियार एही लोक संतान माने ज्योतिर संतान ठारू अति दूरदर्शी। कारण से माने कला को धड़ा करिवारे केमिति अनीति करिवे केमिति अन्य को शोषण करिवे ताहार पारदर्शिता यथेष्ट परिमाण रे अवलंबन करिछंती। तेणु दिस द प्रेजेंट जेनेरेशन एई जुगर संतान ईश्वर कहते कहा सहित तुलना करिवे दे आर फॉरगॉटन जेनेरेशन। ईश्वर से फॉरगॉटन जेनेरेशन कहती कारण एमान को द्वारा से माने सदा सर्वदा दूरदर्शी अटंती। तेणु से माने हुकर क्रुक अन्य को शोषण करी अन्यर जीवन को छोट करी अन्यर रक्त को से माने पान करी निजे तो बड़ होता किंतु ईश्वर आगे से माने सदा सर्वदा नैतिकता अवलंबन करती नाही। तेणु प्रियर भाई भणी माने ईश्वर कहती तमे धन एवं ईश्वर को सेवा करि पारिबो नाही। तेणु प्रियर भाई भणी माने धन बा यही संपत्ति खराब नुह किंतु जो नीति अवलंबन करुअछु जे नीति द्वारा आम मैंने धन अर्जन करुअछु प्रियर भाई भणी माने ताहाको ईश्वर घोर निंदा करती। हुए तो यही जीवन रे प्राचुर्य आम मैंने पाई परिबा अन्य माने आमान को प्रशंसा करि परिबे एवं आम मैंने सदा सर्वदा उच्च रे रहिबा किंतु ईश्वरंकर सादृश्य ईश्वरंकर
ଚକ୍ଷୁରେ ଆମେମାନେ ଅତି ନୀଚ ଜୀବନ ଅବିଶ୍ୱସ୍ତ ହୋଇ ରହିବା। ତେଣୁକରି ଈଶ୍ୱର କହନ୍ତି ଯେ ଅଳ୍ପ କଥାରେ ବିଶ୍ୱସ୍ତ ସେ ବହୁ କଥାରେ ମଧ୍ୟ ବିଶ୍ୱସ୍ତ ହେବ। ଯେ ସାମାନ୍ୟ ବିଷୟରେ ଦୋଷୀ ସେ ବଡ଼ ବିଷୟରେ ମଧ୍ୟ ଦୋଷୀ ସାବ୍ୟସ୍ତ ହେବ। ତେଣୁ ଏହି ବିଷୟ ପ୍ରିୟର ଭାଇ ଭଉଣୀ, ପାପ ଧନ ନେଇ ଯଦି ତୁମେ ଅବିଶ୍ୱସ୍ତ ହୋଇଅଛ ତାହେଲେ ପାରମାର୍ଥିକ ଧନ କିପରି ଆମେ ପାଇବୁ? ତେଣୁ ଆଜି ଈଶ୍ୱର ଆମମାନଙ୍କୁ ସେହି ଚେତାବନୀ ଦିଅନ୍ତି ଯେ ସଦାସର୍ବଦା ବିଶ୍ୱସ୍ତ ହୋଇ ରହିବା। ଆଉ ଯଦି ଆମେ ବିଶ୍ୱସ୍ତ ରହିବା ନିଶ୍ଚିନ୍ତ ଭାବରେ ସେହି ବିଶ୍ୱାସର ବନ୍ଧନରେ ଅନ୍ୟମାନଙ୍କୁ ମଧ୍ୟ ବିଶ୍ୱସ୍ତର ମହାନ ଈଶ୍ୱରଙ୍କ ନିକଟକୁ ଆମେ ଯିବା। ଆଉ ଈଶ୍ୱର ଚାହାନ୍ତି ଅନ୍ୟକୁ ଶୋଷଣ କର ନାହିଁ, ଅନ୍ୟକୁ ବିଚାର କର ନାହିଁ, ଅନ୍ୟର ଧନ ବା ସମ୍ପତ୍ତି ଲୋଭ କର ନାହିଁ ଏବଂ ଅନ୍ୟକୁ ପ୍ରଶ୍ରୟ ଦିଅ ବଡ଼ ହେବା ପାଇଁ, ଉତ୍ତମ ହେବା ପାଇଁ, ପବିତ୍ର ହେବା ପାଇଁ, ବିଶ୍ୱସ୍ତ ହେବା ପାଇଁ। ତେବେ ନିଶ୍ଚିନ୍ତ ଭାବରେ ଏହି ଦୁନିଆ, ଏହି ସମାଜ, ଏହି ପୃଥିବୀ ସ୍ୱର୍ଗ ରାଜ୍ୟରେ ପରିଣତ ହେବ। ଆମେ ସଦାସର୍ବଦା ପ୍ରାର୍ଥନା କରୁଛୁ ଯେପରି ସ୍ୱର୍ଗରେ ସେପରି ପୃଥିବୀରେ ତୁମର ଇଚ୍ଛା ପୂର୍ଣ୍ଣ ହେଉ। ଈଶ୍ୱର ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ଆମ ସମସ୍ତଙ୍କୁ ସେହି ଚେତାବନୀ ଦିଅନ୍ତୁ ଯାହା ଫଳରେ ଏହି ଦୁନିଆରେ ଯେ ଅନୀତି, ଅନ୍ୟାୟ, ଦୁର୍ନୀତି ଚାଲିଅଛି, ଆଟଲିଷ୍ଟ ଈଶ୍ୱରଙ୍କୁ ଭୟ କରି ଆମେମାନେ ତାଙ୍କ ନିକଟକୁ ଯିବା। ଯଦି ଈଶ୍ୱରଙ୍କୁ ବିମୁଖ କରିବା ନିଶ୍ଚିନ୍ତ ଭାବରେ ଆମର କୁକାର୍ଯ୍ୟ, କୁକର୍ମକୁ ସେ କେବେ ହେଲେ ପାଶରିବ ନାହିଁ। ଆସନ୍ତୁ ସେହି କୁକର୍ମକୁ ଆମେମାନେ ସୁଧାରିବା, ସୁକର୍ମ କରିବା। ତେବେ ଯାଏ ଈଶ୍ୱର ସୁସନ୍ଦେଶ, ସୁସମାଚାର ଦ୍ୱାରା ଏହି ଜଗତରେ ପରିତ୍ରାଣ ଆଣିବେ। ଈଶ୍ୱର ଆମ ସମସ୍ତଙ୍କୁ, ଏହି ଜଗତକୁ, ପୃଥିବୀକୁ, ଆମର ଓଡ଼ିଶାକୁ, ଗଜପତିକୁ ଆଶୀର୍ବାଦ କରନ୍ତୁ। God bless you all. Thank you and God bless you.